ଆପଣ ଦେଖୁଛନ୍ତି ବିନାୟକ ନ୍ୟୁଜ। ମାରାଙ୍ଗ ଗୋମକେ ଜୟପାଲ ସିଂ ମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଟ୍ରଫି ଉଦ୍ଯାପିତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧୀନସ୍ଥ କଚେରୀ ପଡ଼ିଆଠାରେ ଅଲ୍ ଓଡ଼ିଶା ଅନୁସୂଚିତ ଜନଜାତି ସଂଘ AISTA ଆନୁକୂଲ୍ୟରେ ଗତ 7 ଅଗଷ୍ଟ ମାରାଙ୍ଗ ଗୋମକେ ଜୟପାଲ ସିଂ ମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଣ୍ଟ ଟ୍ରଫି ଉଦ୍ଘାଟନ ହୋଇ 9 ଅଗଷ୍ଟରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ବାମନଘାଟି ଉପଖଣ୍ଡର ସମସ୍ତ ବ୍ଲକ ତଥା ଦୂରଦୂରାନ୍ତରରୁ ସମୁଦାୟ 32ଟି ଦଳ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ଫାଇନାଲରେ ତିରିଙ୍ଗ FC ସହ ରୋହିତ ଏକାଦଶ ବାଦାମପାହାଡ଼ କ୍ରୀଡ଼ା ହୋଇଥିଲା। ତିରିଙ୍ଗ FC 5-4ରେ ଚାମ୍ପିୟନ ହୋଇଥିଲା ବେଳେ ରୋହିତ ଏକାଦଶ ବାଦାମପାହାଡ଼ ରନର୍ସଅପ୍ ହୋଇଥିଲା। ଉକ୍ତ ଭବ୍ୟ କ୍ରୀଡ଼ାରେ କମେଣ୍ଟେଟର ଭାବେ ଅର୍ଜୁନ ହାଁସଦା ଯୋଗ ଦେଇଥିବା ବେଳେ ରେଫ୍ରି ଭାବେ କମନ ଭାନୁ କିସ୍କୁ, ସିଚାନ ଟୁଡୁ, ସୌଦନ ସୟ, ଦୟାନିଧି ସୟ ଓ ମାନସିଂ ମୁର୍ମୁ ଯୋଗ ଦେଇଥିଲେ। ଉଦ୍ଘାଟନୀ ଓ ଉଦ୍ଯାପନୀ ସମାବେଶରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁନୀଲ ମାଝୀ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ଲକ୍ଷ୍ମଣ ମାଝୀ, ଶ୍ୟାମଚରଣ ହାଁସଦା, ଉପଖଣ୍ଡ ହସ୍ପିଟାଲ ମେଡିକାଲ ଅଫିସର ଡକ୍ଟର DN ଟୁଡୁ, ରାଇରଙ୍ଗପୁର ବ୍ଲକ ସଭାପତି ଜ୍ଞାନରଞ୍ଜନ ହେମ୍ବ୍ରମ, ପୂର୍ବତନ ସରପଞ୍ଚ ରାଇସେନ ସୋରେନ, ପୂର୍ବତନ ଫରେଷ୍ଟ ଅଫିସର ବିଦୁରାମ ମାହାଲି ଓ JMM ବରିଷ୍ଠ କର୍ମୀ ସାଲୁ କିସ୍କୁ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଚାମ୍ପିୟନ ଦଳ ତିରିଙ୍ଗ FCଙ୍କୁ 40,000 ଟଙ୍କା ଚେକ୍ ଓ ଟ୍ରଫି ଦିଆଯାଇଥିଲା ବେଳେ ରନର୍ସଅପ୍ ଦଳ ରୋହିତ ଏକାଦଶ ବାଦାମପାହାଡ଼ଙ୍କୁ 30,000 ଟଙ୍କା ଚେକ୍ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହାପରେ ଯଥାକ୍ରମେ ତୃତୀୟ ସ୍ଥାନରେ ଥିବା ସୋରେନ ଷ୍ଟାର ଓ ଚତୁର୍ଥ ସ୍ଥାନରେ ଥିବା ୟଙ୍ଗ ଫାଇଟର ଦଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉକ୍ତ କ୍ରୀଡ଼ାକୁ AISTA କମିଟିର ସଭାପତି ଦୁଗୁ ସୋରେନ ମାହାଲି, ଉପସଭାପତି ଭଗବତ ମାଝୀ, ସାଧାରଣ ସମ୍ପାଦକ କିଶୁନ ଚନ୍ଦ୍ର ହାଁସଦା, ସହ ସମ୍ପାଦକ ଦୁଃଖୀଦାମ ହାଁସଦା, କୋଷାଧ୍ୟକ୍ଷ ପରେଶ୍ୱର ମୁର୍ମୁ, ମିଳିତ କୋଷାଧ୍ୟକ୍ଷ ଶୀତଳ ହାଁସଦା, ସହ କୋଷାଧ୍ୟକ୍ଷ ଉଦୟନାଥ ସୋରେନ, ଉପଦେଷ୍ଟା ଦୁର୍ଗାଚରଣ କିସ୍କୁ, ଆଇନ ଉପଦେଷ୍ଟା ଚନ୍ଦ୍ରମୋହନ ଟୁଡୁ, ମୁଖ୍ୟ କୋର୍ଡିନେଟର ଗ୍ରେସ୍ ପଚାରୀ ଓ କୋର୍ଡିନେଟର ଦୁଃଖୀସାର ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ। ଏହାକୁ ଦେଖିବାକୁ ଫୁଟବଲ କ୍ରୀଡ଼ା ପ୍ରେମୀମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ବିନାୟକ ନ୍ୟୁଜ।